ଦିନେ ଗୁରୁ ଶିଷ୍ୟ ବୁଲୁ ବୁଲୁ ଏକ ଅଜବ ରାଜ୍ୟରେ ପହଞ୍ଚିଲେ। ସେଠାରେ ଅବଲୋକରା ଦେଖିଲା ଯେ ଜଣେ ଲୋକ ଗୋଟିଏ ସୁନା ଥାଳିରେ ହୀରା ନୀଳା ରଖି ବାଟରେ ଯାଉଛି, କିନ୍ତୁ କେହି ତାକୁ ଚୋରି କରୁନାହାନ୍ତି। ଏପରିକି ଚୋରମାନେ ସେଠାରେ ସାଧୁ ଭଳି ବସିଛନ୍ତି। ଅବଲୋକରା ସେଇଠି ବସି ପଡ଼ିଲା। ସେ କହିଲା, ଗୁରୁଦେବ, ଏ କି ଅନ୍ଧେର ଦେଶ? ଚୋର କାହିଁକି ଚୋରି କରୁନାହିଁ? ଏହାର କାରଣ ନ କହିଲେ ମୁଁ ଏଠାରୁ ହଲିବି ନାହିଁ। ଗୁରୁ ହସିକି କହିଲେ, ରେ ଶିଷ୍ୟ, ଏହି ରାଜ୍ୟରେ ରାଜା ଅତ୍ୟନ୍ତ କଠୋର। ଏଠାରେ ଯିଏ ଚୋରି କରେ ତାକୁ ରାଜା ଏମିତି ଦଣ୍ଡ ଦିଅନ୍ତି ଯେ ଚୋରଟି ଜୀବନ ସାରା ପଶ୍ଚାତାପ କରେ। ଥରେ ଜଣେ ଚୋର ଏହିପରି ଏକ ସୁନା ଥାଳିରେ ଚୋରି କରୁଥିଲା। ରାଜା ତାକୁ ଧରି ଏକ ଅଜବ କାରାଗାରରେ ରଖିଲେ, ଯେଉଁଠି କେବଳ ଦୁର୍ଗନ୍ଧ ଏବଂ ଅନ୍ଧାର ଥିଲା। ସେହି ଭୟରେ ଏବେ କେହି ଚୋରି କରିବାକୁ ସାହସ କରୁନାହାନ୍ତି। ଗୁରୁ ଏହିପରି ଭାବରେ ଗୋଟିଏ ନୀତି ଶିକ୍ଷାମୂଳକ ଗପ ଶୁଣାଇ ଅବଲୋକରାର ମନ ବୁଝାଇଲେ। ତାପରେ ଅବଲୋକରା ତାଙ୍କ ପଛେ ପଛେ ପରବର୍ତ୍ତୀ ସ୍ଥାନକୁ ଚାଲିଲା।